ରାଜା ପର୍ବ ରଜ। ଗ୍ରୀଷ୍ମର ହୁତାସନ ଜ୍ୱାଳାରେ ସନ୍ତାପିତ ଧରିତ୍ରୀ ଚାତକ ପରି ଚାହିଁଥାଏ ପହିଲି ଆଷାଢ଼ର ଟୋପାଏ ବର୍ଷାକୁ। ଏହି ବର୍ଷା ବିନ୍ଦୁ ପୃଥିବୀକୁ ରଜସ୍ୱଳା କରାଏ, ଉତ୍ପାଦନକ୍ଷମ କରିଥାଏ। ବର୍ଷା ଧାରାର ସୂତ୍ରରେ ଆକାଶ ଓ ପୃଥିବୀର ମିଳନ ସୃଷ୍ଟି ସଂରକ୍ଷଣ କରେ। ଏଇଥିପାଇଁ ଓଡ଼ିଶାର ପୁରପଲ୍ଲୀ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି ପିଠା, ପାନ ଓ ଦୋଳିର ପର୍ବ ରଜ। ଖଳାବାଡ଼ି ଆମ୍ବ ତୋଟାରୁ ଲମ୍ବି ଆସେ ଦୋଳି ଗୀତର ଲହରୀ। ପହିଲି ରଜର ପୁଲକିତ ସମୟରେ ପ୍ରକୃତିର ସୁରକ୍ଷାର ଲକ୍ଷ୍ୟ ନେଇ ଆସନ୍ତୁ ରଜ ପାଳିବା। ରଜ ଆସିଛି ବରଷକେ ଥରେ, ନୂଆ ସଜବାଜ ନେଇ ଧରାକୁ ଆସିଛି। ରଜ ପର୍ବ ଆଜି ରଜ ସଂକ୍ରାନ୍ତି। ଗତ କାଲିଠାରୁ ସଜବାଜ ଶେଷ ହୋଇଛି। ଏବେ କେବଳ ମଜା ମଉଜର ଆସର ଜମିବ। 4 ଦିନର ହର୍ଷୋଲ୍ଲାସ ଭରା ପର୍ବ ରଜ ମା ମାଟିର ମହନୀୟତାକୁ ପ୍ରତିପାଦିତ କରିବା ସହିତ ଭାତୃତ୍ୱ ଭାବର ଭିତ୍ତି ସୁଦୃଢ଼ କରେ। ଏହି ରଜ ପର୍ବ। ରଜ ଓଡ଼ିଶାର ଗଣପର୍ବ ଏବଂ ଏହାକୁ ପର୍ବମାନଙ୍କର ରାଜା ବି କୁହାଯାଏ। ଏହା କେବଳ ଏକ ପର୍ବ ନୁହେଁ, ବରଂ ଓଡ଼ିଆ ସଂସ୍କୃତି, ପରମ୍ପରା ଏବଂ ଆନନ୍ଦର ଅନନ୍ୟ ପ୍ରତୀକ। ବିଶ୍ୱାସ ରହିଛି ଏହି ସମୟରେ ଧରିତ୍ରୀ ମାତା ରଜସ୍ୱଳା ହୁଅନ୍ତି। ସେଥିପାଇଁ ଆଗାମୀ ଦିନରେ ଭଲ ଚାଷ ଓ ଅମଳ ପାଇବା ଲାଗି ମାଟି ମା'କୁ ବିଶ୍ରାମ ଦିଆଯାଏ ଏବଂ କୃଷିକାର୍ଯ୍ୟ ବନ୍ଦ ରହେ। ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମି ଦହନ ରଜର ଏହି 3 ଦିନ ଉଭୟ ଝିଅ ଓ ବୋହୂମାନଙ୍କ ପାଇଁ। ଆଜି ରଜ ଉପଲକ୍ଷେ ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଓ ମୋର ଗୁରୁଜନମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ହାପି ରଜ। ଜୟ ଶ୍ରୀ ଜଗନ୍ନାଥ।